ପ୍ରକୃତରେ ଆପଣଙ୍କ ଘରର ଶକୁନି କିଏ? ଆଜି ହିଁ ଜାଣନ୍ତୁ। ଏହି ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ସତ୍ୟ ଜାଣିକି ରଖନ୍ତୁ, କାରଣ ଏହି ଭିଡ଼ିଓ ଦେଖିବା ପରେ ହୁଏତ ଆଜି ରାତିରେ ଆପଣ ନିଜ ଜୀବନ ସାଥୀକୁ ନୂଆ ଆଖିରେ ଦେଖିବେ। କାରଣ ଆଜି ମୁଁ ଆପଣଙ୍କୁ କିଛି ଏମିତି ସତ୍ୟ କହିବି ଯାହା ହୁଏତ ଆପଣଙ୍କ ସଂସାରକୁ ଭାଙ୍ଗିବାରୁ ବଞ୍ଚାଇ ଦେଇପାରେ। ଆପଣ କେବେ ଭାବିଛନ୍ତି ଦୁନିଆର ସବୁଠାରୁ ସହଜ କାମ କ'ଣ? ଗୋଟିଏ ସୁନ୍ଦର କାଚ ପାତ୍ରକୁ ତଳେ କଚାଡ଼ିକି ଭାଙ୍ଗିଦେବା। ଆଉ ସବୁଠାରୁ କଷ୍ଟ କାମ ସେହି ଭଙ୍ଗା କାଚର ଖଣ୍ଡ ଗୁଡ଼ିକୁ ସାଉଁଟି ପୁଣି ଥରେ ଯୋଡ଼ିବା। ଯେତେ ଚେଷ୍ଟା କଲେ ମଧ୍ୟ ସେଥିରେ ଫଟା ଦାଗ ନିଶ୍ଚୟ ରହିଯିବ। ନମସ୍କାର ବନ୍ଧୁଗଣ, ବିଜୟ ଭାଇ ମୋଟିଭେସନର ଏହି ସ୍ୱତନ୍ତ୍ର ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମ ସମାଜରେ ସ୍ୱାମୀ ସ୍ତ୍ରୀଙ୍କ ପବିତ୍ର ସମ୍ପର୍କ ଠିକ୍ ସେହି ଭଙ୍ଗା କାଚ ଭଳି ହୋଇଯାଇଛି। କିନ୍ତୁ ଅସଲ ଆଶ୍ଚର୍ଯ୍ୟର କଥା କ'ଣ ଜାଣନ୍ତି? ଆପଣଙ୍କ ଘର, ଆପଣଙ୍କ ହସ ଖୁସିର ସଂସାର କୌଣସି ବାହ୍ୟ ଶତ୍ରୁ ଆସି ଭାଙ୍ଗୁ ନାହିଁ, ବରଂ ଆପଣ ନିଜେ ନିଜ ଅଜାଣତରେ ନିଜ ସଂସାରକୁ ବିଷ ଦେଇ ମାରି ଦେଉଛନ୍ତି। ଗୋଟିଏ ପ୍ରଶ୍ନ ପଚାରୁଛି, ଆଜି ଯେଉଁ ମଣିଷ ସହ ତୁମେ ଗୋଟିଏ ଛାତ ତଳେ ରହୁଛ, ସେହି ମଣିଷ ଦିନେ ତୁମ ପାଇଁ ସାରା ଦୁନିଆ ସହ ଲଢ଼ିବାକୁ ପ୍ରସ୍ତୁତ ଥିଲା। ତାହେଲେ ଆଜି କ'ଣ ହେଲା? କାହିଁକି ସେହି ଲୋକ ତୁମ କଥା ଶୁଣିବା ପୂର୍ବରୁ ପରଲୋକଙ୍କ କଥାକୁ ଆଖି ବୁଜି ବିଶ୍ୱାସ କରୁଛି? କାହିଁକି ଆପଣଙ୍କ ସମ୍ପର୍କରୁ ଆମେ ଶବ୍ଦଟା ହଜିଯାଇ କେବଳ ମୁଁ ଆଉ ତୁମେ ରହିଯାଇଛି? ଯଦି ଆପଣଙ୍କ ଜୀବନରେ ବି ବାରମ୍ବାର କଳି ଝଗଡ଼ା ହେଉଛି, ନିଜ ଲୋକ ପର କଥାରେ ପଡ଼ି ଆପଣଙ୍କୁ ଅଣଦେଖା କରୁଛି, ତେବେ ଟିକେ ରହିଯାଆନ୍ତୁ। ଏହି ଭିଡ଼ିଓଟି କେବଳ ଆପଣଙ୍କ ପାଇଁ ମୋଟିଭେସନ ନୁହେଁ, ବରଂ ଏହି ବ୍ରହ୍ମାଣ୍ଡର ଏକ ସଂକେତ ଯାହା ଆଜି ଠିକ୍ ସମୟରେ ଆପଣଙ୍କ ସାମ୍ନାକୁ ଆସିଛି। ଘର କେବେ ବାହାର ଝଡ଼ରେ ଭାଙ୍ଗେନି। ଘର ଭାଙ୍ଗେ ସେତେବେଳେ ଯେତେବେଳେ ଭିତରର ବିଶ୍ୱାସ ମରିଯାଏ। ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଶେଷରେ ମୁଁ ଆପଣଙ୍କୁ ଏମିତି ଏକ ଆଧ୍ୟାତ୍ମିକ ଏବଂ ମନୋବୈଜ୍ଞାନିକ ସତ୍ୟ କହିବି ଯାହା ଆପଣଙ୍କ ପାଦ ତଳୁ ମାଟି ଖସାଇ ଦେବ। ଓକେ, କଳ୍ପନା କରନ୍ତୁ ଗୋଟିଏ ସ୍ୱାମୀ ଓ ସ୍ତ୍ରୀଙ୍କୁ। ଆରମ୍ଭରେ ଛୋଟ ଘରଟିଏ ଥିଲା। ରୋଜଗାର କମ୍ ଥିଲା, କିନ୍ତୁ ଆଖିରେ ସ୍ୱପ୍ନ ଥିଲା ଆଉ ଓଠରେ ହସ ଥିଲା, କାରଣ ସେତେବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ଥିଲା। କିନ୍ତୁ ଧୀରେ ଧୀରେ ସେହି ଘରର ଚାରି କାନ୍ଥ ଭିତରକୁ ବାହାର ଲୋକଙ୍କର ପ୍ରବେଶ ଆରମ୍ଭ ହୋଇଗଲା। ପରିବାର, ସମାଜ, ସାଙ୍ଗସାଥୀ, ଆତ୍ମୀୟସ୍ୱଜନ ସମସ୍ତେ ନିଜ ନିଜର ମାଗଣା ପରାମର୍ଶ ଦେବାକୁ ଆରମ୍ଭ କରିଥିଲେ। କେହି କହିଲା ତୋ ସ୍ତ୍ରୀ ତୋତେ ଆୟତ୍ତରେ ରଖୁଛି, ତ ଆଉ କେହି କହିଲା ତୋ ସ୍ୱାମୀ ତୋତେ ମୂଲ୍ୟ ଦେଉନି। ଏତେ ସହିବାର କ'ଣ ଦରକାର ଅଛି? ଆଉ ଠିକ୍ ସେହି ଦିନଠାରୁ ସେମାନେ ପରସ୍ପରର ଆଖିରେ ଦେଖିବା ବନ୍ଦ କରିଦେଇ ପରଲୋକଙ୍କ ଆଖିରେ ନିଜ ଜୀବନକୁ ତଉଲିବା ଆରମ୍ଭ କଲେ। ମନେ ରଖନ୍ତୁ, ମନୋବିଜ୍ଞାନ କହେ ଯେଉଁ କଥା ବାରମ୍ବାର ମଣିଷ ଶୁଣେ, ଦିନେ ନା ଦିନେ ତାକୁ ସତ ବୋଲି ବିଶ୍ୱାସ କରିବାକୁ ଲାଗେ। ସେ କଥା ସତ ହେଉ କି ମିଛ, ଯଦି ପ୍ରତିଦିନ କେହି ତୁମ ସ୍ୱାମୀ କିମ୍ବା ସ୍ତ୍ରୀ ବିରୁଦ୍ଧରେ ତୁମ କାନରେ ବିଷ ଭରୁଛି ଆଉ ତୁମେ ବିନା ଯାଞ୍ଚରେ ତାକୁ ବିଶ୍ୱାସ କରୁଛ, ତାହେଲେ ଅନ୍ୟକୁ ଦୋଷ ଦିଅ ନାହିଁ। ତୁମେ ନିଜେ ହିଁ ନିଜ ସଂସାରରେ ନିଆଁ ଲଗାଉଛ। ପରଲୋକ କେବଳ ନିଆଁ ଲଗାଇ ତାମସା ଦେଖି ଚାଲିଯାଆନ୍ତି, କିନ୍ତୁ ସେଇ ନିଆଁରେ ସାରା ଜୀବନ ପୋଡ଼ି ହୁଅନ୍ତି ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ନିଷ୍ପାପ ପିଲାମାନେ। ମହାଭାରତରେ ଶକୁନିର ଗୋଟିଏ ମନ୍ତ୍ରଣା ଦୁର୍ଯ୍ୟୋଧନ ଏବଂ ସମ୍ପୂର୍ଣ୍ଣ କୌରବ ବଂଶର ସର୍ବନାଶ କରିଦେଇଥିଲା। ଆଜି ଆପଣଙ୍କ ଜୀବନର ସେହି ଶକୁନି କିଏ, ତାକୁ ଚିହ୍ନନ୍ତୁ ଏବଂ ଆଜି ହିଁ ତାକୁ ନିଜ ଘରର ଏରୁଣ୍ଡି ବନ୍ଧଠାରୁ ବାହାରେ ରଖନ୍ତୁ। ବନ୍ଧୁ, ସମ୍ପର୍କର ସବୁଠାରୁ ବଡ଼ ଶତ୍ରୁ ଘୃଣା ନୁହେଁ। ସମ୍ପର୍କର ସବୁଠାରୁ ବଡ଼ ଘାତକ ହେଉଛି ଅବହେଳା, ନେଗ୍ଲେକ୍ଟ। ଆଜି ମୁଁ ଆପଣଙ୍କୁ ମଣିଷ ମସ୍ତିଷ୍କର ଏମିତି 5ଟି ବିପଜ୍ଜନକ ଫାଶ ବା ମାୟାଜାଲ ବିଷୟରେ କହିବି ଯାହା ଆମ ଅଜାଣତରେ ହଜାର ହଜାର ହସ ଖୁସିର ସମ୍ପର୍କକୁ ତିଳ ତିଳ କରି ମାରି ଦେଉଛି। ଥରେ ନିଜ ସମ୍ପର୍କକୁ ଏହି 5ଟି ଦୃଷ୍ଟିକୋଣରୁ ମାପିକି ଦେଖନ୍ତୁ, ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରଥମ ମାୟାଜାଲ, ନକାରାତ୍ମକ ଦୃଷ୍ଟିକୋଣ, ନେଗେଟିଭିଟି ବାୟସ୍। ମଣିଷ ମସ୍ତିଷ୍କର ଗୋଟିଏ ଭୟଙ୍କର ଅଭ୍ୟାସ ଅଛି। ଏହା 100ଟି ଭଲ କଥାକୁ ଖୁବ୍ ଶୀଘ୍ର ଭୁଲିଯାଏ।
କିନ୍ତୁ ଗୋଟିଏ ଖରାପ କଥାକୁ ବର୍ଷ ବର୍ଷ ଧରି ମନେ ରଖିଥାଏ। କଳ୍ପନା କରନ୍ତୁ, ସ୍ୱାମୀ 364 ଦିନ ଯେତେ ଭଲ ପାଇଲେ ମଧ୍ୟ ଗୋଟିଏ ଦିନ ଆଗରେ କହିଥିବା ପଦେ ଖରାପ ଶବ୍ଦ କିମ୍ବା ସ୍ତ୍ରୀର ଗୋଟିଏ ଛୋଟିଆ ଭୁଲ ସାରା ଜୀବନର ସମ୍ପର୍କ ଉପରେ ଭାରି ପଡ଼ିଯାଏ। ସାବଧାନ, ସେଥିପାଇଁ ତ୍ରୁଟିକୁ ନୁହେଁ ମଣିଷର ପ୍ରକୃତ ଉଦ୍ଦେଶ୍ୟକୁ ଦେଖିବା ଶିଖନ୍ତୁ। ଦ୍ୱିତୀୟ ମାୟାଜାଲ, ସନ୍ଦେହର ଭ୍ରମ, କନଫର୍ମେସନ ବାୟସ୍। ଯଦି ଥରେ ଆପଣଙ୍କ ମନରେ ନିଜ ଜୀବନସାଥୀଙ୍କ ପ୍ରତି ଟିକିଏ ବି ସନ୍ଦେହ ଆସିଗଲା, ତାହେଲେ ଆପଣଙ୍କ ମସ୍ତିଷ୍କ ପ୍ରତ୍ୟେକଟି କଥାରେ କେବଳ ସେହି ସନ୍ଦେହର ପ୍ରମାଣ ଖୋଜିବା ଆରମ୍ଭ କରିଦେଇଥାଏ। ଆପଣଙ୍କ ସ୍ୱାମୀ କିମ୍ବା ସ୍ତ୍ରୀ 99 ଭଲ କାମ କଲେ ମଧ୍ୟ ଆପଣଙ୍କ ନଜର ସେହି ଗୋଟିଏ ଖରାପ କାମ ଉପରେ ହିଁ ଅଟକିଯିବ। ଆଉ ଠିକ୍ ସେଇଠାରୁ ଆରମ୍ଭ ହୁଏ ବିଶ୍ୱାସର ମୃତ୍ୟୁ। ତୃତୀୟ ମାୟାଜାଲ, ନୀରବତାର ଅସ୍ତ୍ର, ସାଇଲେଣ୍ଟ ଟ୍ରିଟମେଣ୍ଟ। ଝଗଡ଼ା ପରେ ଅନେକ ଲୋକ ଭାବନ୍ତି ମୁଁ କଥା ବନ୍ଦ କରିଦେଲି ସେ ନିଜେ ନିଜ ଭୁଲଟିକୁ ବୁଝିଯିବ, କିନ୍ତୁ ବାସ୍ତବ ସତ୍ୟ ହେଉଛି ନୀରବତା କେବେ ବି ସମସ୍ୟାର ସମାଧାନ କରେ ନାହିଁ। ବରଂ ଏହି ନୀରବତା ଦୁଇଟି ହୃଦୟ ମଧ୍ୟରେ ଏକ ଅଦୃଶ୍ୟ ଆଉ ମଜବୁତ ପାଚେରୀ କାନ୍ଥ ତିଆରି କରିଦିଏ। ଯେଉଁଠି ଶବ୍ଦ ନଥାଏ ସେଠି ଭୁଲ ବୁଝାମଣା ଆପେ ଆପେ ସ୍ଥାନ ନେଇଯାଏ। ଚତୁର୍ଥ ମାୟାଜାଲ, ଅହଙ୍କାରର ଚକ୍ରବ୍ୟୁହ, ଇଗୋ ଟ୍ରାପ୍। ମସ୍ତିଷ୍କର ଏହି ଫାଶ ସବୁଠାରୁ ଅଧିକ ବିପଜ୍ଜନକ। ଝଗଡ଼ା ପରେ ଦୁହେଁ ନିଜ ନିଜ ଜିଦରେ ଅଟଳ ରୁହନ୍ତି ଆଉ ଭାବନ୍ତି ମୁଁ କାହିଁକି ଝୁଙ୍କିବି ବା ମୁଁ କାହିଁକି ନଇଁ ପଡ଼ିବି। ପ୍ରଥମେ ସେ ଆସି ମୋତେ କ୍ଷମା ମାଗୁ, ଆଉ କେବଳ ଗୋଟିଏ ମିଛ ଅପେକ୍ଷାରେ ଦିନ, ମାସ, ଏମିତି ବର୍ଷ ବର୍ଷ ବିତିଯାଏ ଆଉ ଶେଷରେ ଦୁଇଟି ହୃଦୟ ସବୁଦିନ ପାଇଁ ହାରିଯାଏ। ପଞ୍ଚମ ମାୟାଜାଲ, ଅସମ୍ପୂର୍ଣ୍ଣତାର ଯନ୍ତ୍ରଣା, ଜାଇଗାନିକ ଇଫେକ୍ଟ। ମନୋବିଜ୍ଞାନର ଏହି ନିୟମ କହେ ମଣିଷର ମନ ପୂରା ହୋଇଥିବା କଥାଠାରୁ ଅଧାରେ ରହିଥିବା କଥାକୁ ଅଧିକ ସମୟ ମନେ ରଖିଥାଏ। ସେଥିପାଇଁ ଝଗଡ଼ା ପରେ କେବେ ବି ସମସ୍ୟାକୁ ଛାଡ଼ ପରେ କଥା ହେବା ଏପରି କହି ଅଧାରୁ ଛାଡ଼ନ୍ତୁ ନାହିଁ। ଯେଉଁ ଦିନର କଥା ସେଇଦିନ ହିଁ କଥାବାର୍ତ୍ତା କରି ତାକୁ ଶେଷ କରିଦିଅନ୍ତୁ। କାରଣ ମନେ ରଖନ୍ତୁ, ଅଧାରେ ରହିଯାଇଥିବା କଥା ଧୀରେ ଧୀରେ ଅଧାରେ ରହିଯାଇଥିବା ସମ୍ପର୍କରେ ପରିଣତ ହୋଇଯାଏ। ବନ୍ଧୁ, ଗୋଟିଏ ସ୍ତ୍ରୀ ପ୍ରତିଦିନ ସ୍ୱାମୀକୁ ଘରକୁ ଫେରିବାର ବାଟକୁ ଚାହିଁକି ବସିଥାଏ। ସ୍ୱାମୀ ଆସିଲେ ସେ କେବଳ ଗୋଟିଏ ପଦ କଥା ଶୁଣିବାକୁ ଚାହେଁ, ଆଜି ଦିନଟା କେମିତି କଟିଲା। କିନ୍ତୁ ସ୍ୱାମୀ ଆସିବା କ୍ଷଣି ଫୋନରେ ବ୍ୟସ୍ତ କିମ୍ବା ନିଜ ଦୁନିଆରେ ବ୍ୟସ୍ତ। ଅନ୍ୟପଟେ ସ୍ୱାମୀ ଦିନ ରାତି ହାଡ଼ ଭଙ୍ଗା ପରିଶ୍ରମ କରି ଘରକୁ ଫେରେ ଏହି ଆଶାରେ ଯେ ତାର ସ୍ତ୍ରୀ ତାର କଷ୍ଟକୁ ଟିକେ ବୁଝିବ, କିନ୍ତୁ ବଦଳରେ ତାକୁ ମିଳେ କେବଳ ଅଭିଯୋଗ, ତୁଳନା ଆଉ ଅସନ୍ତୋଷ। ଫଳସ୍ୱରୂପ କ'ଣ ହୁଏ? ଧୀରେ ଧୀରେ ଦୁହେଁ କଥା କହିବା ବନ୍ଦ କରିଦିଅନ୍ତି। ଅନେକ ଲୋକ ଭାବନ୍ତି କି ପାଟିତୁଣ୍ଡ ନ ହେବା ମାନେ ସମ୍ପର୍କ ଠିକ ଅଛି, କିନ୍ତୁ ନା, ଚୁପ୍ ହୋଇଯାଇଥିବା ସମ୍ପର୍କ ସୁସ୍ଥ ହେବାର ଲକ୍ଷଣ ନୁହେଁ, ଏହା ସମ୍ପର୍କ ମରିଯିବାର ପ୍ରଥମ ସଂକେତ। ଯେଉଁଠି ଶବ୍ଦ ମରିଯାଏ ସେଠାରେ ସନ୍ଦେହ ଜନ୍ମ ନେଇଯାଏ। ଗଛ କାଟିବା ପୂର୍ବରୁ କୁରାଢ଼ୀ କେବେ ଗଛକୁ ପଚାରେ ନାହିଁ, କିନ୍ତୁ ଗଛ ମରିବା ପୂର୍ବରୁ ତାର ଡାଳ ଆଗ ଶୁଖି ଯାଇଥାଏ। ଠିକ୍ ସେହିପରି ଯେଉଁ ଘର ଭାଙ୍ଗେ ନା, ତା ପୂର୍ବରୁ ସେହି ଘରର ହସ ଶୁଖିଯାଏ, ସମ୍ମାନ ଶୁଖିଯାଏ। ଏହା ସହିତ ଆଜିକାଲି ଆଉ ଏକ ଭୟଙ୍କର ପ୍ରକୃତି ଦେଖାଯାଉଛି। ବିବାହ ପରେ ପୁରୁଣା ବନ୍ଧୁତ୍ୱ, ପୁରୁଣା ପ୍ରେମ କିମ୍ବା ପୁରୁଣା କୌଣସି ବାହ୍ୟ ସମ୍ପର୍କ କିମ୍ବା ନିଜ ଘର ଭିତରେ କିମ୍ବା ନିଜ ସମ୍ପର୍କୀୟ ଭିତରେ ଥିବା ଆଉ କିଛି ସମ୍ପର୍କ, ସେମାନଙ୍କୁ ଅଧିକ ନିଜ ଜୀବନସାଥୀ ଠାରୁ ଗୁରୁତ୍ୱ ଦେବା। ଆପଣ ଭାବନ୍ତି ମୁଁ ତ କିଛି ଖରାପ କାମ କରୁନି, କିନ୍ତୁ ଆପଣଙ୍କର ଏହି କାର୍ଯ୍ୟ ଆପଣଙ୍କ ସାଥୀଙ୍କ ହୃଦୟରେ ଥିବା ବିଶ୍ୱାସର କାନ୍ଥକୁ ପ୍ରତିଦିନ ଖୋଳି ଖୋଳି ଖୋକଲା କରିଦେଉଛି। ପ୍ରେମରେ କୁହାଯାଇଥିବା ମିଛ ଠାରୁ ଲୁଚା ଯାଇଥିବା ସତ୍ୟ ସବୁଠାରୁ ଅଧିକ ବେଶୀ କଷ୍ଟଦାୟକ ହୋଇଥାଏ। ଏବେ ଜାଣନ୍ତୁ ସେହି ବିରଳ ସତ୍ୟଟି ଯାହା ଆପଣଙ୍କ ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ଆପଣ ଭାବୁଛନ୍ତି କି ଆପଣ ନିଜ ଇଚ୍ଛାରେ ବାଛି ଏହି ମଣିଷଟିକୁ ବିବାହ କରିଛନ୍ତି? ବ୍ରହ୍ମାଣ୍ଡର ସବୁଠାରୁ ବଡ଼ ଏବଂ ଗୁପ୍ତ ରହସ୍ୟ ହେଉଛି ଦ ଲ ଅଫ୍ କାର୍ମିକ ମିରର।
ସନାତନ ଧର୍ମର ଅନେକ ଆଧ୍ୟାତ୍ମିକ ପରମ୍ପରାରେ କୁହାଯାଏ, ସଂସାରରେ ତୁମେ ଯାହାକୁ ନିଜ ଜୀବନ ସାଥୀ ରୂପେ ପାଇଛ, ସେ ହେଉଛି ତୁମ ନିଜ ଆତ୍ମାର ଏକ ଦର୍ପଣ ସଦୃଶ। ସେ ଆପଣଙ୍କୁ ସେତିକି ହିଁ ଅଣଦେଖା କରନ୍ତି ଯେତିକି ଆପଣ ନିଜ କର୍ମରେ କେବେ ଅନ୍ୟକୁ କରିଛନ୍ତି। ତୁମର ଜୀବନ ସାଥୀ ତୁମକୁ କେମିତି ବ୍ୟବହାର କରୁଛି ସେଇଟା ତାଙ୍କର କର୍ମ, କିନ୍ତୁ ତୁମେ ତାଙ୍କୁ କେମିତି ବ୍ୟବହାର କରୁଛ ସେଇଟା ତୁମର କର୍ମ। ଯଦି ଆଜି ଆପଣ ଅହଙ୍କାରରେ ବଶବର୍ତ୍ତୀ ହୋଇ ତାଙ୍କୁ ଖରାପ ବ୍ୟବହାର କରୁଛନ୍ତି ଏବଂ ତାଙ୍କୁ ସମ୍ପର୍କ ଭାଙ୍ଗି ଦେବା ନେଇ ଧମକ ଦେଉଛନ୍ତି, ତେବେ ମନେ ରଖନ୍ତୁ, ଏହି କର୍ମରୁ କେହି ମୁକ୍ତ ନୁହନ୍ତି। ଆସନ୍ତାକାଲି ଆପଣଙ୍କୁ ସେହି ସମାନ ଯନ୍ତ୍ରଣା ନିଶ୍ଚୟ ଭୋଗିବାକୁ ପଡ଼ିବ। ଯେଉଁ ଘରେ ଅହଙ୍କାର ଜିତିଯାଏ ସେଠାରେ ପ୍ରେମ ହାରିଯାଏ, ଏବଂ ଯେଉଁଠି ପ୍ରେମ ହାରିଯାଏ ସେଠାରେ ଭଗବାନ ମଧ୍ୟ ରୁହନ୍ତି ନାହିଁ। ଯଦି ସମ୍ପର୍କ ଏତେ ଭାଙ୍ଗି ଯାଇଛି, ତାହେଲେ କ'ଣ ତାକୁ ପୁଣି ଥରେ ଯୋଡ଼ାଯାଇ ପାରିବ ନାହିଁ? ହଁ, ନିଶ୍ଚୟ ତାକୁ ପୁଣି ଥରେ ଯୋଡ଼ାଯାଇ ପାରିବ। ଭଗବତ ଗୀତାରୁ ପ୍ରାପ୍ତ ଶ୍ରୀକୃଷ୍ଣଙ୍କ ଏହି 5ଟି ନିୟମକୁ ଆଜିଠାରୁ ପାଳନ କରନ୍ତୁ। ପ୍ରଥମ, ତୃତୀୟ ବ୍ୟକ୍ତିର ସମ୍ପୂର୍ଣ୍ଣ ବର୍ଜନ। ପରଲୋକର କଥା ନୁହେଁ, ପ୍ରଥମେ ପରସ୍ପରର କଥା ଶୁଣନ୍ତୁ। ଯଦି ବାହାରର କେହି ଆପଣଙ୍କ ସାଥୀଙ୍କ ବିରୁଦ୍ଧରେ କିଛି କହୁଛି, ପ୍ରଥମେ ନିଜେ ଯାଇ ତାଙ୍କ ସହ ଶାନ୍ତ ମନରେ କଥା ହୁଅନ୍ତୁ। ବାହାର ଲୋକ ଆପଣଙ୍କ ଘରର କେବଳ ଗୋଟିଏ ଅଧ୍ୟାୟ ଦେଖନ୍ତି, ସମ୍ପୂର୍ଣ୍ଣ କାହାଣୀ ନୁହେଁ। କ୍ରୋଧ ସମୟରେ ମୌନ ବ୍ରତ, ଏହା 2ୟ ନମ୍ବର ପଏଣ୍ଟ। ଝଗଡ଼ା ହେବ, ମତଭେଦ ହେବ, ଏହା ତ ଅତି ସ୍ୱାଭାବିକ କଥା, କିନ୍ତୁ ରାଗରେ କହିଥିବା ଗୋଟିଏ ଶବ୍ଦ ସାରା ଜୀବନର ଘାତକ ହୋଇପାରେ। ଯେତେବେଳେ ସାଥୀ ରାଗିଯାଏ, ସେତେବେଳେ ନିଜେ ଶାନ୍ତ ରୁହନ୍ତୁ। କ୍ରୋଧ କିଛି ମିନିଟର, କିନ୍ତୁ ତାର ପରିଣାମ ସାରା ଜୀବନର। ତୃତୀୟ, ପୁରୁଣା ସମ୍ପର୍କର ସୀମା ନିର୍ଦ୍ଧାରଣ। ବିବାହ ପରେ ଜୀବନର ପ୍ରଥମ ଏବଂ ସର୍ବଶେଷ ପ୍ରାଥମିକତା ଆପଣଙ୍କ ଜୀବନ ସାଥୀ ହିଁ ହେବା ଉଚିତ। ପୁରୁଣା ବନ୍ଧୁ କିମ୍ବା ବାହାର ଲୋକଙ୍କ ପାଇଁ ନିଜ ଘରର ଶାନ୍ତିକୁ କେବେ ବି ବଳି ପକାନ୍ତୁ ନାହିଁ। ଅତୀତର ଅନ୍ତ କରନ୍ତୁ, ବର୍ତ୍ତମାନକୁ ବଞ୍ଚନ୍ତୁ। ଚତୁର୍ଥ, ସମ୍ମାନ ଏବଂ ସ୍ୱୀକୃତି। ପ୍ରେମ କେବଳ ମୁଁ ତୁମକୁ ଭଲ ପାଇ କହିବା ନୁହେଁ। ପ୍ରେମ ହେଉଛି ମୁଁ ତୁମକୁ ବୁଝୁଛି, ଏହା ତାଙ୍କୁ ଅନୁଭବ କରାଇବା। ସ୍ୱାମୀର ପରିଶ୍ରମ ଓ ସ୍ୱପ୍ନକୁ ସମ୍ମାନ ଦିଅନ୍ତୁ ଏବଂ ସ୍ତ୍ରୀର ତ୍ୟାଗ ଓ ତାଙ୍କ ଭାବନାକୁ ଗୁରୁତ୍ୱ ଦିଅନ୍ତୁ। ଯେଉଁଠି ସମ୍ମାନ ଅଛି ସେଇଠାରେ ପ୍ରେମ ଆପେ ଆପେ ଜନ୍ମି ଉଠେ। ପଞ୍ଚମ, ଦୈନିକ 10 ମିନିଟ୍ କେବଳ ପରସ୍ପର ପାଇଁ। ପ୍ରତିଦିନ ମାତ୍ର 10 ମିନିଟ୍ ସମୟ ତାଙ୍କ ପାଇଁ ବାହାର କରନ୍ତୁ। ନା ଟିଭି, ନା ସୋସିଆଲ ମିଡ଼ିଆ, ନା ଫୋନ। କେବଳ 2ଟି ହୃଦୟ, ଆଉ କିଛି ସତ କଥା। ବିଶ୍ୱାସ କରନ୍ତୁ, ଦୁନିଆର ବଡ଼ ବଡ଼ ସମସ୍ୟା ପରାମର୍ଶଦାତାଙ୍କ କ୍ଲିନିକରେ ନୁହେଁ, ବରଂ 2 ଜଣଙ୍କ ନିରୋଳା କଥାବାର୍ତ୍ତାରେ ସମାଧାନ ହୋଇଯାଏ। ଟିକେ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରନ୍ତୁ। ଆଚ୍ଛା, ମୋତେ ଗୋଟେ କଥା କୁହନ୍ତୁ, ଆପଣ ସତରେ ଜିତିବାକୁ ଚାହାନ୍ତି ନା ବଞ୍ଚିବାକୁ? ଆଜି ରାତିରେ ଶୋଇବା ପୂର୍ବରୁ ଥରେ କଳ୍ପନା କରନ୍ତୁ, ଦିନେ ଆପଣଙ୍କ ପାଖରେ ସବୁ କିଛି ଥିବ। ବ୍ୟାଙ୍କ ବାଲାନ୍ସ ଥିବ, ବଡ଼ ଘର ଥିବ, ଦାମୀ ଗାଡ଼ି ବି ଥିବ, କିନ୍ତୁ ଯାହା ସହ ସେହି ଖୁସି ବାଣ୍ଟିବାକୁ ଆପଣ ଯୌବନର ସ୍ୱପ୍ନ ଦେଖିଥିଲେ, ସେହି ମଣିଷଟି ଆଉ ଆପଣଙ୍କ ପାଖରେ ନଥିବ। ସେତେବେଳେ ଲୁହ ଗଡ଼ାଇଲେ ମଧ୍ୟ ସମୟ ଫେରିବ ନାହିଁ। ସମ୍ପର୍କର ମୂଲ୍ୟ ତାହା ଥିବାବେଳେ ବୁଝିବା ଉଚିତ, ହରାଇବା ପରେ ନୁହେଁ। ଶେଷରେ ଗୋଟିଏ ନିର୍ଦ୍ଦୟ ସତ୍ୟଟିଏ ଶୁଣନ୍ତୁ, ଭଗବାନ ଆପଣଙ୍କ ଘରର ଝଗଡ଼ାକୁ ଦେଖି ଦଣ୍ଡ ଦିଅନ୍ତି ନାହିଁ, କିନ୍ତୁ ସେ ନିଶ୍ଚୟ ଦେଖନ୍ତି ଯେ ଝଗଡ଼ା ପରେ ପ୍ରଥମେ କିଏ ନିଜ ଅହଙ୍କାରକୁ ଛାଡ଼ି ସମ୍ପର୍କକୁ ବଞ୍ଚାଇବାକୁ ପ୍ରଥମେ ହାତ ବଢ଼ାଇଥିଲା। କାରଣ ଯିଏ ପ୍ରଥମେ କ୍ଷମା ମାଗେ ସେ ଛୋଟ ହୋଇଯାଏ ନାହିଁ, ବରଂ ସେହି ମଣିଷ ବ୍ରହ୍ମାଣ୍ଡର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ହୋଇଯାଏ। ସଂସାରକୁ ସୁନ୍ଦର କରିବା ପାଇଁ ଗୋଟିଏ ବଡ଼ ଘର ଦରକାର ନାହିଁ, ଦରକାର ତ କେବଳ ଗୋଟିଏ ବଡ଼ ଏବଂ କ୍ଷମାଶୀଳ ହୃଦୟ। ସ୍ୱାମୀ ହୁଅନ୍ତୁ କି ସ୍ତ୍ରୀ, ଝଗଡ଼ାରେ ଜିତିବାକୁ ଚେଷ୍ଟା କରନ୍ତୁ ନାହିଁ, ବରଂ ନିଜ ସମ୍ପର୍କକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ। କାରଣ ଜିତିଥିବା ତର୍କ ମଣିଷକୁ ସାମୟିକ ଆନନ୍ଦ ଦିଏ, କିନ୍ତୁ ବଞ୍ଚିଥିବା ସମ୍ପର୍କ ସାରା ଜୀବନକୁ ସ୍ୱର୍ଗ କରିଦିଏ। ଯଦି ଏହି କଥାଗୁଡ଼ିକ
ଆପଣଙ୍କ ହୃଦୟକୁ ଟିକିଏ ବି ଛୁଇଁ ପାରିଛି? ଯଦି ଏହି କଥା ଗୁଡ଼ିକ ଆପଣଙ୍କୁ ଠିକ ଲାଗିଛି ତେବେ ଆଜି ଏବେ ହିଁ ନିଜ ଜୀବନ ସାଥୀଙ୍କ ସହ ଏହି ଭିଡ଼ିଓଟିକୁ ନିଶ୍ଚୟ ସେୟାର କରନ୍ତୁ ଏବଂ ସେମାନଙ୍କୁ ମଧ୍ୟ ସେୟାର କରନ୍ତୁ ଯାହା ପାଇଁ ଆପଣ ବ୍ୟସ୍ତ ବିବ୍ରତ ଅଛନ୍ତି କି ସେମାନଙ୍କ ସମ୍ପର୍କ ମଧ୍ୟ ଧୀରେ ଧୀରେ ଭାଙ୍ଗିବାକୁ ଯାଉଛି। କିଏ ଜାଣେ ଆପଣଙ୍କର ଏହି ଗୋଟିଏ ଛୋଟିଆ ପଦକ୍ଷେପ ହୁଏତ ଆପଣଙ୍କର କିମ୍ବା ଅନ୍ୟ କାହାର ଭାଙ୍ଗି ଯାଉଥିବା ସଂସାରକୁ ବଞ୍ଚାଇ ଦେଇପାରେ। ତେବେ ବନ୍ଧୁଗଣ, ଶେଷରେ ମୁଁ ଗୋଟିଏ କଥା କହିବି, ଆଜି ରାତିରେ ଶୋଇବା ପୂର୍ବରୁ ଥରେ ନିଜ ଜୀବନ ସାଥୀଙ୍କ ମୁହଁକୁ ଚାହିଁକି ଦେଖନ୍ତୁ। ହୁଏତ ଦିନେ ଏହି ମୁହଁଟି କେବଳ ଫଟୋରେ ରହିଯିବ। ସେଦିନ ଆପଣଙ୍କ ପାଖରେ କ୍ଷମା ମାଗିବାକୁ ଶବ୍ଦ ତ ଥିବ, କିନ୍ତୁ ଶୁଣିବାକୁ ସେହି ମଣିଷଟି ନଥିବ। ମନେ ରଖ, ସମ୍ପର୍କକୁ ଭାଙ୍ଗିବା ପାଇଁ ଶତ୍ରୁର ଦରକାର ପଡ଼େ ନାହିଁ। ସନ୍ଦେହ, ଅହଙ୍କାର ଏବଂ ନୀରବତା ହିଁ ସମ୍ପର୍କ ଭାଙ୍ଗିବା ପାଇଁ ଯଥେଷ୍ଟ। ଯଦି ପରିସ୍ଥିତି ନିଜ ହିସାବରେ ଚାଲୁନି ତେବେ ପରିସ୍ଥିତି ହିସାବରେ ଆଡଜଷ୍ଟ କରିବା ଶିଖ, ନହେଲେ ଦୁନିଆର ଭିଡ଼ ଭିତରେ ତୁମେ ଅନେକ କିଛି ହରାଇ ବସିବ। କମେଣ୍ଟ ବକ୍ସରେ ନିଜ ହୃଦୟରୁ ନିଶ୍ଚିନ୍ତ ଲେଖନ୍ତୁ ଜୟ ଶ୍ରୀକୃଷ୍ଣ। ଦେଖିବେ ଆପଣଙ୍କ ଜୀବନରେ ନିଶ୍ଚୟ ଚମତ୍କାର ଘଟିବ। ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ବିଜୟ ଭାଇ ମୋଟିଭେସନ ପରିବାର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଖୁସିରେ ରୁହନ୍ତୁ, ନିଜର ସମ୍ପର୍କକୁ ବଞ୍ଚାଇ ରଖନ୍ତୁ। ଆଗାମୀ ଭିଡ଼ିଓରେ ପୁଣି ଭେଟ ହେବ ଏମିତି ଏକ ଜୀବନ ବଦଳାଇ ଦେବା ଭଳି ଅନ୍ୟ ଏକ ସତ୍ୟ ସହିତ। ନମସ୍କାର, ରହୁଛି। ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀ ଜଗନ୍ନାଥ। ଧନ୍ୟବାଦ।